ଯେମିତିକି ଆପଣମାନେ ଜାଣିଛନ୍ତି ବର୍ତ୍ତମାନ ସମୟରେ ଓଡ଼ିଶାରେ ପ୍ରାୟ ପ୍ରବଳ ବର୍ଷା ରହିଛି। ତ କେଉଁ ଜିଲ୍ଲାରେ ଅଧିକ ହେବ ଆସନ୍ତୁ ଜାଣିବା, ଯାହାକି ଅଗଷ୍ଟ 7, 2026ରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ଆରମ୍ଭ କରିଛି, ଯାହାର ପ୍ରଭାବକୁ ନେଇ ଆଇଏମ୍ଡି ଆକଳନ କରି ସିଧାସଳଖ ଡିଷ୍ଟ୍ରିକ୍ଟଗୁଡ଼ିକ ସୂଚନା ଦେଇ କହିଛନ୍ତି ଏହିସବୁ ଜିଲ୍ଲାଗୁଡ଼ିକକୁ ଅଧିକ ମାତ୍ରାରେ ବର୍ଷା ରହିବ। ସେ ଜିଲ୍ଲାଗୁଡ଼ିକ ରହିଛି ଉପକୂଳ ଓଡ଼ିଶାରେ ପୁରୀ, ଭୁବନେଶ୍ୱର, କଟକ, ବାଲେଶ୍ୱର, ଜଗତସିଂହପୁର ଆଦି ଜିଲ୍ଲାରେ ହାଲୁକା ଧରଣରେ ବର୍ଷା ରହିବ। ଅଧିକ ମାତ୍ରାରେ ବର୍ଷା ରହିବନି, କିନ୍ତୁ କେତେକ ସ୍ଥାନରେ ଘଡ଼ଘଡ଼ି ଓ ଅଧିକ ପବନ ହେବାର ଆଶଙ୍କା ରହିଛି। ତେବେ ସେପଟେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ ଅଞ୍ଚଳରେ ଅଧିକ ମାତ୍ରାରେ ପ୍ରବଳ ବର୍ଷା ଲାଗି ରହିବ ବୋଲିକି ଆଇଏମ୍ଡି ପକ୍ଷରୁ ସୂଚନା ମିଳିଛି। ତେବେ ଅନ୍ୟ ଅଞ୍ଚଳରେ ରାଜ୍ୟରେ ଦକ୍ଷିଣ ଓ ଉପକୂଳ ଏବଂ ପଶ୍ଚିମ ଅଞ୍ଚଳ ଲଗାଣ ବର୍ଷା ହେବାର ସୂଚନା ମିଳିଛି। ତ ହାୟ ସାଙ୍ଗମାନେ, ଆପଣମାନେ ସମସ୍ତେ ଭତ୍ତା ଯୋଜନା ବିଷୟରେ ଜାଣିଥିବେ, ଯାହାକି ମଧୁଆ ପେନ୍ସନ୍ ଯୋଜନା, ଯାହାକୁ ନେଇ 2 ମାସ ହେବ ଭତ୍ତା ମିଳୁନାହିଁ, ଯାହାକି କୁହାଯାଇଥିଲା। ତ ସେଥିପାଇଁ ବିଧାୟକ ଅଧିକାରୀ କହିଛନ୍ତି ଆସନ୍ତା ଅକ୍ଟୋବର ମାସ ବେଳକୁ ଆବେଦନକାରୀ କରିଥିବା ସମସ୍ତ ଯୋଗ୍ୟଙ୍କୁ ମିଳିପାରେ ଭତ୍ତା। ରାଜ୍ୟରେ ଭତ୍ତା ପାଇଁ ପ୍ରାୟ 4,66,313 ଜଣ ଆବେଦନକାରୀ ଅଛନ୍ତି। ବର୍ତ୍ତମାନ ଜାତୀୟ ସାମାଜିକ ସହାୟତା ବା ଏନ୍ଏସ୍ପିରେ ଯୋଜନାରେ ସାମିଲ କରାଯାଇଛି। ଏଥିରେ ରାଜ୍ୟରେ 20,33,985 ଜଣ ଭତ୍ତା ପାଉଛନ୍ତି। ଯୋଜନାର ନାମ ଅତ୍ୟଧିକ ଚିହ୍ନାଜଣା ଯୋଜନାଟି ଆପଣମାନେ ଜାଣିଛନ୍ତି, ଯାହାର ନାଁ ହେଲା ମଧୁବାବୁ ପେନ୍ସନ୍ ଯୋଜନା। ଏଥିରେ 36,75,008 ଜଣଙ୍କୁ ଭତ୍ତା ମିଳୁଛି। ଉଭୟ ଚୁଆଁରେ ଭତ୍ତା ପାଉଥିବା 80 ଜଣଙ୍କୁ ଉର୍ଦ୍ଧ୍ୱରୁ 80 ବର୍ଷରୁ ଉର୍ଦ୍ଧ୍ୱରୁ ଅଧିକ ଲୋକଙ୍କୁ 3,44,000 ଜଣ ଏଥିରେ ଅଛନ୍ତି। ମୋଟ ସେମାନଙ୍କୁ ଭତ୍ତା ମିଳୁନାହିଁ। ତ ସେଇମାନଙ୍କୁ ଖୁବ୍ ଶୀଘ୍ର ମିଳିବ ବୋଲିକି ବିଧାୟକ ପକ୍ଷରୁ ସୂଚନା ମିଳିଛି। ଯେମିତିକି ଆପଣମାନେ ଜାଣିଛନ୍ତି ପିଏମ୍ କିଷାନ ଯୋଜନାକୁ ନେଇ ବହୁତ ସାରା ଚାଷୀଙ୍କ ମନରେ ପ୍ରଶ୍ନ ଉଠୁଛି 23ତମ କିସ୍ତି ଟଙ୍କା କେବେ ମିଳିବ। ତେବେ ଜୁନ 20, 2026ରେ ମିଳିଥିଲା ବହୁତ ସାରା ଚାଷୀ ଭାଇମାନଙ୍କୁ, ଯେଉଁମାନେ ଯୋଗ୍ୟ ଥିଲେ ସେଇମାନଙ୍କ ଆକାଉଣ୍ଟକୁ 2,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ପୂର୍ବରୁ 13 ମାର୍ଚ୍ଚ 2026ରେ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଆସାମରେ ପାଖାପାଖି 93 କୋଟିରୁ ଅଧିକ ଚାଷୀଙ୍କୁ 2,000 ଟଙ୍କା ଲେଖାଏଁ ମିଳିସାରିଛି। କିନ୍ତୁ ପ୍ରଶ୍ନ ଉଠିଛି ପୁଣି 23ତମ କିସ୍ତି କେବେ ମିଳିବ ଚାଷୀଙ୍କୁ। ଦେଖନ୍ତୁ, କୌଣସି ପ୍ରକାର ସ୍ପଷ୍ଟ ଏଥିରେ କ୍ଲିୟରେନ୍ସ କରାଯାଇଛି ଯେ ଯେଉଁମାନେ ଏହି ଟଙ୍କା ପାଇଁ କେବଳ ଯୋଗ୍ୟ ଚାଷୀ ହୋଇଥିବେ ସେହି ଚାଷୀମାନଙ୍କୁ ମିଳିବ। ଏପଟେ ବନ୍ୟାରେ ବହୁତ ସାରା ଚାଷୀମାନଙ୍କର ମଧ୍ୟ କ୍ଷତି ହୋଇଛି। ତ ସେଇମାନଙ୍କୁ ନେଇ କାଉନସିଲିଂ କରାଯାଉଛି। ଯେଉଁମାନଙ୍କର ଅଧିକ ପରିମାଣରେ କ୍ଷତି ହେଇଥିବ ସେଇମାନଙ୍କୁ ମିଳିବ, ୱିଥ୍ ଯେଉଁମାନେ ଯୋଗ୍ୟ ଥିବେ ସେମାନଙ୍କୁ ମଧ୍ୟ 2,000 ଟଙ୍କା ମିଳିବ।